ନୂଆପଡ଼ା ଜିଲ୍ଲା ବିଭିନ୍ନ ଥାନାରେ ସଡ଼କ ସୁରକ୍ଷା ନେଇ ସଚେତନତା। ହେଲମେଟ୍ ପିନ୍ଧିଥିବା ବାଇକ୍ ଆରୋହୀଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଛି। ନୂଆପଡ଼ା ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ 353 ନମ୍ବର ଜାତୀୟ ରାଜପଥରେ ସଡ଼କ ସୁରକ୍ଷା ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହେଲମେଟ୍ ପିନ୍ଧିଥିବା ବାଇକ୍ ଆରୋହୀଙ୍କୁ ଗୋଲାପ ଫୁଲ ଦେଇ ଥାନା ଅଧିକାରୀମାନେ ସ୍ୱାଗତ କରିଛନ୍ତି। ସଡ଼କ ସୁରକ୍ଷା ସଚେତନତା ଓ ସତର୍କତା ଅବଲମ୍ବନ ଦ୍ୱାରା ସମ୍ଭବ ଅଟେ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ସିନାପାଲି ଥାନା ଅଧିକାରୀ ରଶ୍ମିତା ପ୍ରଧାନ, ପ୍ରଭାକର ନାୟକ, ଏଏସ୍ଆଇ ରେବତୀ ଦୁର୍ଗା, ବିକାଶ କୁମାର ନାଗ, ଏଏସ୍ଆଇ କେତନ ଧରୁଆ, ଏଏସ୍ଆଇ ସାମିଲ ଥିଲେ। ସେହିପରି ଖଡ଼ିଆଳ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ଖରିଆର ରୋଡ଼ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ ଓ କୋମନାଠାରେ କୋମନା ଥାନା ଅଧିକାରୀ ଯୋଗ ଦେଇ ସଚେତନତା କରିଛନ୍ତି। ଗତକାଲି ଖଡ଼ିଆଳ ଥାନା ଗାଡ଼ି ଚାଳକ ଏବଂ ସଡ଼କ ଦୁର୍ଘଟଣା ନେଇ ନିଜ ଡାହାଣ ଗୋଡ଼ ହରାଇଥିବା ବେଳେ ଦୁର୍ଘଟଣା ଦ୍ୱାରା ପରିବାରର ବିଶେଷ ରୂପେ ପ୍ରଭାବିତ ହୋଇଛି। ତେଣୁ ସଚେତନ ଦ୍ୱାରା ଏହି ଘଟଣାକୁ ଏଡ଼ାଇ ଦିଆଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।